ଫଗୁଣ ମାସରେ ହୋଇଥାନ୍ତା ଝିଅ ବାହାଘର, ହେଲେ ତା ପୂର୍ବରୁ ସବୁକିଛି ଶେଷ ହୋଇଗଲା। ଦୁର୍ବୃତ୍ତମାନେ ଏଭଳି କିଛି କାଣ୍ଡ ଘଟାଇଲେ ଯେ କାନ୍ଦି କାନ୍ଦି ମୁଣ୍ଡ ବାଡ଼ାଇ ହେଉଛନ୍ତି ପରିବାର ଲୋକେ। ହଁ ଦର୍ଶକ ବନ୍ଧୁ, ଗ୍ରାମରେ ଚାଲିଥିଲା ଗୀତ ନାଚର ଆସର। ଏହାର ସୁଯୋଗ ନେଇ ଘରୁ କଳାକାନା ବୁଲାଇଲେ ଦୁର୍ବୃତ୍ତମାନେ ନଗଦ 3 ଲକ୍ଷ ଟଙ୍କା ସହିତ 10 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଚୋରି କରି ନେଇଯାଇଥିବାର ଅଭିଯୋଗ ଆସିଛି। ବାଲେଶ୍ୱର ଜିଲ୍ଲା ସିମୁଳା ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତର ଅଜିପୁର ଗ୍ରାମର ପ୍ରହ୍ଲାଦ ଘଡ଼େଇଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ 3 ଲକ୍ଷ ଟଙ୍କା ଚୋରି କରି ନେଇଯାଇଥିବାର ଅଭିଯୋଗ ହୋଇଛି। ମୁଁ ଆଜି ସ୍କୁଲ ଫଙ୍କସନ୍ ହେଉଥିଲା, ଛୁଆ ସବୁ ଚାଲିଗଲେ। ମୁଁ ସେଠୁ ଚାବିଟାକୁ ଦେଇକି ଚାଲିଗଲି। ଯାଇକି ଆନନ୍ଦପୁରରେ ମହମ୍ମଦପୁରରେ ପହଞ୍ଚିଲା ପରେ ସେଠି 10-15 ମିନିଟ୍ ରହିଲା ପରେ କହିଲେ ତମ ଘର ଚୋରି ହେଇଗଲାଣି। ଆଉ ସେ ସାନ ପୁଅ ହାଟକୁ ଯାଇଥିଲା, ଆଉ ସେ ଆସିକି କହିଲା ଚାବି କ'ଣ ଭାଙ୍ଗି ଘର ଭିତରେ ଗଳି ଯାଇଛନ୍ତି, କାହିଁ ତ ଆମ ସବୁ ଗଡ଼ରେଜ ଫଟେଜ ଖୋଲିଛନ୍ତି। ବଡ଼ ବୋଉର ତା ଗଡ଼ରେଜ ଭାଙ୍ଗିଛନ୍ତି, ତ ସାନ ବୋଉର ଗଡ଼ରେଜଟାକୁ ଭାଙ୍ଗି ଦେଇଛନ୍ତି। ଭାଙ୍ଗି ଦେଇକି ତାର 2-3 ଭରି ବଡ଼ ବୋଉର ସୁନା, 3 ଭରି ଖଣ୍ଡେ ସୁନା, ସାନ ବୋଉର 5 ଭରି ଖଣ୍ଡେ ସୁନା ନଗଦ ବାହା ହେଇଥିଲା। ମୁଁ ଝିଅ ନାଗି 3 ଭରି ସୁନା କରିଥିଲି, ଚେନ୍ ମୁଦି କାନ ଫୁଲ ସବୁ କରିଥିଲି। ତାକୁ ରଖିଥିଲି ସେଇ ବଡ଼ ବୋଉ କତିରେ କି। ଆଉ ଟଙ୍କା 3 ଲକ୍ଷ ଟଙ୍କା ରଖିଥିଲି ଫଗୁଣ ମାସ ବାହାର କରିବା ନେଇକି, ମାଘ ମଗୁଶିର ମାସରେ କରିପାରିନି, ଫଗୁଣ ମାସ ବାହାର କରିବା ନେଇକି। ସେ ପଇସା ଆସିବ ସବୁ ତାର ନେଇଯାଇଛି। କ'ଣ କରିବି, ଚୋରି ହେଇଯାଇଛି। ଆଉ ମୁଁ ତ ଆସି ଦେଖିଲା ବେଳକୁ ଘର ସବୁ ମେଲା, ପୁଅ ତାର ଦେଖିଲା ମେଲା, ମୁଁ ବି ଦେଖିନି ମେଲା। ଆଜି ସନ୍ଧ୍ୟା ସମୟରେ ପରିବାରର ସମସ୍ତ ଲୋକ ମହମ୍ମଦପୁର ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରି ପଳାଇ ଯାଇଥିଲେ। 2 ବୋହୂଙ୍କର ସମସ୍ତ ସୁନା ଗହଣା ଏବଂ ନଗଦ ଲକ୍ଷାଧିକ ଟଙ୍କା ଚୋରି କରିଥିବା ବେଳେ ଝିଅ ବାହାଘର ପାଇଁ ରଖାଯାଇଥିବା ଟଙ୍କା ଓ ସୁନା ଗହଣାକୁ ମଧ୍ୟ ଚୋରି କରି ନେଇ ପଳାଇ ଯାଇଛନ୍ତି। ଫଙ୍କସନ୍ ଦେଖିବା ପାଇଁ ଯାଇଥିଲୁ ଛୁଆଙ୍କୁ ନେଇକି, ଘଣ୍ଟାଏ ଭିତରେ ଆସିକି ଦେଖିଲା ବେଳକୁ ଘର କିଛି ନାହିଁ, ଆଉ ସବୁ କିଛି ଜିନିଷ ଚୋରି ହେଇଯାଇଛି। ନା ଘର ଆମକୁ ଖବର ମିଳିଲା ଯେତେବେଳେ ଆମେ ଆସିକି ଶୀଘ୍ର ପହଞ୍ଚିବୁ। ସୁନା ଟଙ୍କା ସବୁ ଯାହା ସବୁ ବି କିଛି ଥିଲା ସବୁ କିଛି ଚୋରି ହେଇଯାଇଛି। ଆନୁମାନିକ 3 ଭରି ସୁନା ପଳେଇଛି, 3 ଲକ୍ଷ ଟଙ୍କା କ୍ୟାସ୍ ଥିଲା ତାକୁ ଦେଇଥିଲେ ସୁନା ତାକୁ ସାନ ବୋହୂ ମୋର ଯାହା ସୁନା ଗହଣା ଟଙ୍କା ପଇସା ଥିଲା ସବୁ କିଛି ଚୋରି ହେଇଛି। ମାନେ 5 ଭରି ସୁନା ଚୋରି ହେଇଯାଇଛି, ଆଉ ଟଙ୍କା 3-4 ଲକ୍ଷ ଟଙ୍କା। ଆପଣ କୁଆଡ଼େ କୋଉଠି ଯାଇଥିଲେ? କୋଉଠି ଫଙ୍କସନ୍ ସ୍କୁଲ ଫଙ୍କସନ୍ ହେଉଥିଲା, ସେଠି ଯାଇଥିଲି। ସବୁ ଘର କିଛି ଜମାରେ ଶୁଣିଲା ପରେ ମାନେ ଟଙ୍କା ପଇସା କିଛି ନାହିଁ, ସବୁ କିଛି ଚୋରି। ବଜାରକୁ ଯାଇଥିବା ପ୍ରହ୍ଲାଦଙ୍କ ସାନ ପୁଅ ଘରକୁ ଫେରିବା ପରେ ଘରର ଚାବି ଭଙ୍ଗାଯାଇଥିବା ଦେଖି ସମସ୍ତଙ୍କୁ ଖବର ଦେଇଥିଲେ। ସମସ୍ତେ ଆସି ଦେଖିଲା ବେଳକୁ ଘରର ସମସ୍ତ ସୁନା ଗହଣା ଓ ନଗଦ ଟଙ୍କା ଚୋରି ହୋଇଯାଇଛି। ଏହାକୁ ନେଇ ପରିବାର ଲୋକେ ସିମୁଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସିମୁଳା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।